ପାହାଡ଼ ଗିରି କନ୍ଧର ମଧ୍ୟରୁ ଝରି ଆସୁଥିବା ଏହି ନିର୍ଝରଣୀକୁ ଦେଖିଲେ ଧରା ପୃଷ୍ଠରେ ଯେ ସ୍ୱର୍ଗ ଅବତରଣ କରିବ ପ୍ରତିଷ୍ଠିତ ହେବ ସେଥିରେ କୌଣସି ସନ୍ଦେହ ନାହିଁ। ଟିକିଏ ନିରେଖିକିରି ଦେଖିଲେ ତାର ନୀରବତା ମଧ୍ୟରେ ନିଜର ନୀରବତାକୁ ଖୋଜି ପାଇପାରିଲେ ତାହା ହିଁ ତ ସ୍ୱର୍ଗ। କୋରାପୁଟର ପ୍ରକୃତି ବାରମ୍ବାର ଏହି ଅନୁଭୂତି ସମସ୍ତଙ୍କୁ ଦେଇ ଚାଲିଛି। ବିଶେଷ କରି ପଟାଙ୍ଗୀ ଠାରୁ ନେରେଡ଼ିୱାଲସା ଯାଉଥିବା ଏହି ରାସ୍ତାରେ ଯେଉଁ ନୀରବତା ଅଖଣ୍ଡ ନୀରବତା ବିରାଜମାନ କରିଛି ସେହି ଅଖଣ୍ଡ ନୀରବତାକୁ ଭଗ୍ନ କରୁଛି ଏହି ନିର୍ଝରଣୀ ତାର କୁଳୁକୁଳୁ ନାଦରେ। ଏବଂ ତା କୂଳରେ କିଛି ସମୟ ବସି ପଡ଼ିଲେ ତାହା ହିଁ ହୋଇଯାଏ ଯୋଗ ନିଦ୍ରା। ଯୋଗ ସାଧନା କରିବାର ଯେଉଁ ସଂକଳ୍ପ ନେଇ ସାଧୁ ସନ୍ନ୍ୟାସୀମାନେ ହିମାଳୟ ଗସ୍ତ କରିଥାନ୍ତି, ବୋଧହୁଏ ସେମାନେ ମଧ୍ୟ ଯଦି ଏହି ପାହାଡ଼କୁ ଆସିଯାଆନ୍ତେ, ଏହି ଅଞ୍ଚଳକୁ ଆସିଯାଇଥାନ୍ତେ, ବୋଧହୁଏ କୋରାପୁଟ ଅଞ୍ଚଳ ମଧ୍ୟ ସେହି ଅନୁଭୂତି ସେମାନଙ୍କୁ ଦେଇଥାନ୍ତା। ଭଗବତ ସାଧନା, ଭଗବତ କୃପା ନିର୍ଝରଣୀ ରୂପରେ ନିରନ୍ତର ବହି ଚାଲିଛି। ସେ ବର୍ଷା ଦିନ ହେଉ, ଖରା ଦିନ ହେଉ କିମ୍ବା ଆଜି ଭଳି ଜାନୁଆରୀ ମାସର 1 ତାରିଖ ହେଉ, ସବୁଠି ସେହି ସୌନ୍ଦର୍ଯ୍ୟ, ଅନନ୍ୟ କୃପା, ଅନନ୍ୟ କରୁଣା ସେହି ଭଗବତ ଚେତନାରେ ଉଦ୍ବୁଦ୍ଧ ହେବା ପାଇଁ ଆଉ ଅଧିକା ସମୟ ଲାଗେ ନାହିଁ। ଦଣ୍ଡେ ମାତ୍ର ଠିଆ ହୋଇଗଲେ କୋରାପୁଟର ପ୍ରକୃତି ନିକଟରେ ଆମେ କୃତଜ୍ଞ ଏବଂ ଏହି କୃତଜ୍ଞତାର ସ୍ୱର ସହିତ ଆଜି ନେରେଡ଼ିୱାଲସାରୁ ପଟାଙ୍ଗୀ ମଧ୍ୟରେ ଥିବା ଏହି ହେରିଟେଜ୍ ରୋଡ୍ ଉପରେ ଠିଆ ହୋଇ ଆପଣମାନଙ୍କୁ ନିମନ୍ତ୍ରଣ କରୁଛୁ, ଆସନ୍ତୁ ପ୍ରକୃତି କୋରାପୁଟ ମଧ୍ୟରେ ନିଜକୁ ସାମିଲ କରାନ୍ତୁ, ହଜିଯାଆନ୍ତୁ ତାର ନିର୍ଝରଣୀ ମଧ୍ୟରେ, ତାର ଶୋଭା ମଧ୍ୟରେ ନିଜର ଶୋଭାକୁ ବର୍ଦ୍ଧନ କରନ୍ତୁ। ଆସନ୍ତୁ ତାହେଲେ, କେବେ ଆସୁଛନ୍ତି? ଆପଣଙ୍କ ଅପେକ୍ଷାରେ କୋରାପୁଟର ପ୍ରକୃତି। ରହୁଛି ତେବେ, ନମସ୍କାର।